ସୁଭଦ୍ରା ଯୋଜନାରେ ଆସିଲା ଆଉ ଏକ ବଡ଼ ଖବର। ଗତ ମାର୍ଚ୍ଚ 8 ତାରିଖରେ ଲକ୍ଷ ଲକ୍ଷ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ସୁଭଦ୍ରା ଯୋଜନାର ଟଙ୍କା ପାଇସାରିଛନ୍ତି। ତ ଅନେକ ହିତାଧିକାରୀ ରହିଯାଇଛନ୍ତି ଯେ ସେମାନେ ମାର୍ଚ୍ଚ 8 ତାରିଖରେ ଟଙ୍କା ପାଇନାହାନ୍ତି କିମ୍ବା 9 ତାରିଖରେ ପାଇନାହାନ୍ତି କିମ୍ବା 10 ତାରିଖରେ ସେମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ତ ଦେଖନ୍ତୁ ଆଜ୍ଞା, ଗତ ମାର୍ଚ୍ଚ 8 ତାରିଖରେ ରବିବାର ପଡ଼ୁଥିଲା। ତ ସେହି ରବିବାରରେ ସରକାରୀ ବ୍ୟାଙ୍କ ଗୁଡ଼ିକ ବନ୍ଦ ଥିବାରୁ କେତେକ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଆସିଥିଲା। ତାପରେ ତା ପରଦିନ ସୋମବାର ପଡ଼ୁଥିଲା। ତ ସେହି ସୋମବାର ଦିନ ଅନେକ ହିତାଧିକାରୀଙ୍କ ଆକାଉଣ୍ଟକୁ ବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଆସିଥିଲା। ତାପରେ ପୁଣି ମଙ୍ଗଳବାର ଦିନ ପୁଣି ଏହି ସୁଭଦ୍ରା ଟଙ୍କା ଆସିଥିଲା। ତ ଆପଣମାନଙ୍କୁ ମୁଁ ଭିଡ଼ିଓ ମାଧ୍ୟମରେ ଜଣାଇଥିଲି। ତ ଆପଣମାନେ ଜାଣିଥିବେ ମଧ୍ୟ। ତ ଅନେକ ହିତାଧିକାରୀ ରହିଯାଇଥିଲେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନଥିଲେ। ତ ଦେଖନ୍ତୁ ଆଜ୍ଞା, ଏହି ସୁଭଦ୍ରା ଯୋଜନାରେ ସେମାନଙ୍କର କ'ଣ ତ୍ରୁଟି ଅଛି କିମ୍ବା କ'ଣ ଅସୁବିଧା ଅଛି ସେମାନେ ନିଜେ ଜାଣିପାରୁନାହାନ୍ତି। କେଉଁଠାକୁ ଯିବାକୁ ପଡ଼ିବ ସେମାନେ ଆଜି ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। କ'ଣ କରିବାକୁ ପଡ଼ିବ ସେମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। ତ ଦେଖନ୍ତୁ ଆଜ୍ଞା, ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କ'ଣ କରିବାକୁ ପଡ଼ିବ, କେଉଁଠାକୁ ଯିବାକୁ ପଡ଼ିବ, 100% ଏହି ସୁଭଦ୍ରା ଟଙ୍କା ଯଦି ଆପଣମାନେ ଯୋଗ୍ୟ ହିତାଧିକାରୀ 100% ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନେ ନିଶ୍ଚୟ ସୁଭଦ୍ରା ଟଙ୍କା ପାଇପାରିବେ। ତ କ'ଣ କରିବାକୁ ପଡ଼ିବ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତାପରେ ଆପଣମାନେ ଦେଖନ୍ତୁ, ଆଉ ଗୋଟିଏ ଖୁସି ଖବର ଦେବାକୁ ଯାଉଛି। ଆସନ୍ତା ଏପ୍ରିଲ 1 ତାରିଖରୁ ପୁଣି ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛି। ତ ଦେଖନ୍ତୁ, ସୁଭଦ୍ରା ପୋର୍ଟାଲ ଖୋଲୁନଥିଲା। ତ ଏପ୍ରିଲ 1 ତାରିଖରୁ ପୁଣି ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛି। ଯେଉଁ ହିତାଧିକାରୀ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ସେମାନଙ୍କୁ ପୁଣି ଆବେଦନ କରିବାକୁ ପଡ଼ିବ କି ନାହିଁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତାପରେ ଯେଉଁ ହିତାଧିକାରୀ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ବା ନୂଆ ହିତାଧିକାରୀ ଅଛନ୍ତି ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଏପ୍ରିଲ 1 ଠାରୁ ଆବେଦନ କରିପାରିବେ। ତ କେମିତି ଆବେଦନ କରିବେ ତାହା ମଧ୍ୟ ମୁଁ ଭିଡ଼ିଓ ନେଇ ଆସିବି। ଆପଣମାନେ ମୋ ଭିଡ଼ିଓକୁ ଦେଖି ଅତି ସୁନ୍ଦର ଭାବରେ ନିଜ ମୋବାଇଲ ସାହାଯ୍ୟରେ ଆପଣମାନେ ଆବେଦନ କରିପାରିବେ। ତାପରେ ଏପ୍ରିଲ 1 ଠାରୁ ପୁଣି ଖୋଲିବାକୁ ଯାଉଛି ସୁଭଦ୍ରା ପୋର୍ଟାଲ। ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ତ ଦେଖନ୍ତୁ ଆଜ୍ଞା, ମାନେ ଯେଉଁମାନେ ନୂଆ କରି ଆବେଦନ କରିବେ କିମ୍ବା ଯେଉଁମାନେ ପୂର୍ବରୁ କିସ୍ତି ପାଇନାହାନ୍ତି ସେମାନଙ୍କୁ କ'ଣ କରିବାକୁ ପଡ଼ିବ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ କହିବି। ତାପରେ ଯେଉଁମାନେ ନୂଆ କରି ଆବେଦନ କରିବେ ସେମାନଙ୍କର ବୟସ ସୀମା କ'ଣ ରହିଛି, ତାପରେ ଆର୍ଥିକ ସହାୟତା କ'ଣ ରହିଛି, କେଉଁମାନେ ଏହି ଆବେଦନ କରିପାରିବେ ବା କେଉଁ ହିତାଧିକାରୀମାନେ ଆବେଦନ କରିପାରିବେ ସବୁକିଛି ଡିଟେଲ୍ସ କହିବି। ତାପରେ କେଉଁଠାରେ ଏହି ଆପଣମାନେ ସୁଭଦ୍ରା ଯୋଜନାରେ ଆବେଦନ କରିବେ ସବୁକିଛି ଡିଟେଲ୍ସ କହିବି। ତାପରେ ଆପଣମାନଙ୍କୁ କେଉଁଠାରେ ଫର୍ମ ମିଳିବ ସବୁକିଛି ଡିଟେଲ୍ସ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ମାନେ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ମୁଁ ବିନା ପ୍ରମାଣରେ କୌଣସି ଭିଡ଼ିଓ ପ୍ରୋଭାଇଡ଼ କରେ ନାହିଁ। ଆପଣମାନେ ଜାଣିଛନ୍ତି ନ୍ୟୁଜ୍ ମାଧ୍ୟମରେ ପ୍ରକାଶ ପାଇଛି। ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ ଆଲୋଚନା କରିବି। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏପ୍ରିଲ 1ରୁ ଖୋଲିବ ସୁଭଦ୍ରା ପୋର୍ଟାଲ। ଏହିମାନେ କରିପାରିବେ ଆବେଦନ, ମିଳିବ 10,000। ଦେଖନ୍ତୁ ଆଜ୍ଞା, ଆଜି 4ଟା 13 ସୁଦ୍ଧା ଆପଣମାନଙ୍କୁ ଏହି ନ୍ୟୁଜ୍ ପ୍ରକାଶ ପାଇଛି। 28 ତାରିଖ ଦେଖିପାରୁଥିବେ ଆପଣମାନଙ୍କୁ। ତ ରାଜ୍ୟ ସରକାରଙ୍କ କ'ଣ ନିଷ୍ପତ୍ତି ନେଇଛନ୍ତି, ତ କେଉଁମାନେ ପୁଣି ଆବେଦନ କରିବେ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତ ଦେଖନ୍ତୁ, ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନା ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଖନ୍ତୁ ଆଜ୍ଞା, ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ
तथा स्वावलंबन पाई राज्य सरकारଙ୍କ अभिनव सुभद्रा योजना अधीन अधिक संख्यक योग्य हिताधिकारी को सामिल करने पाई एक गुरुत्वपूर्ण पदक्षेप ग्रहण करा जायछि। तापरे सरकारଙ୍କ अनुमोदन क्रमे आसंता 1 एप्रिल 2026 रु 30 एप्रिल पर्यंत एक मास पाई सुभद्रा पोर्टाल माध्यम नूतन आवेदन ग्रहण करा जिवो। मने रखंतु आज्ञा माने जदि आपण माने नुआ करी आवेदन करने को चाहूछंती ताहेले सरकारଙ୍କ अनुमोदन क्रमे आसंता 1 एप्रिल 2026 रु 30 एप्रिल 2026 पर्यंत आपण माने आवेदन करि पारिबे। तो केउ योजना रे एही सुभद्रा पोर्टाल बा सुभद्रा योजना रे आपण माने आवेदन करि पारिबे। तो देखंतु आज्ञा माने आपण माने जदि नुआ करी आवेदन करने को चाहूछंती ताहेले आपण मानंकु गोटिए मास पई आपण मानंकु सुजोग दिया गला। ताहेले शीघ्र शीघ्र आपण माने 1 एप्रिल ठारू आवेदन आरंभ हेबो। जदि आरंभ हो जाए ताहेले मु एक वीडियो ने आसीबी। सही वीडियो माध्यम रे देखिले आपण माने अति सुंदर भाबरे निज मोबाइल साहाय्य रे ऑनलाइन करि पारिबे। तापरे मुख्य विवरणी हैला आवेदन अवधि एप्रिल 1 2026 रु 30 एप्रिल 2026 पर्यंत। देखंतु आज्ञा माने आवेदन अवधि रहिला 1 एप्रिल रु 30 एप्रिल पर्यंत रहिला। तापरे बयस सीमा कौन रही देखंतु आज्ञा 1/4/2026 सुधा आवेदनकारी बयस 21 वर्ष रु 60 वर्ष मध्य होइथिबा आवश्यक। देखंतु आज्ञा जदि आपण माने नुआ करी आवेदन करूछंती ताहेले 1/4/2026 सुधा आपण मानकर 21 वर्ष रु 60 वर्ष मध्य होइथिबा आवश्यक। देखंतु आज्ञा 1/4/2026 सुधा आपण मानंकु जदि 21 वर्ष हो जाउछि ताहेले आपण माने आवेदन करि पारिबे। तापरे 60 वर्ष मध्य जदि हो जाउछि ताहेले आपण माने आवेदन करि पारिबे। तापरे आर्थिक सहायता योग्य विवेचित हिताधिकारी माने 2026-27 आर्थिक वर्ष रु योजनार अवधि पर्यंत वार्षिक 2टी किस्ती रे मोट 10,000 टंकार सहायता राशि पाई पारिबे। देखंतु आज्ञा माने आपण माने आगरु जानि छंती जदि जे माने नुआ करी आवेदन करूछंती सेमान तो जानि नथिबे। तो अधिकांश हिताधिकारी एही योजना विषय रे जानि छंती। तो देखंतु 2026-27 आर्थिक वर्ष रु योजनार अवधि पर्यंत वार्षिक 2टी किस्ती रे आपण मानंकु सहायता प्रदान करिवे। तो केउ केउ दिन बा गोटिए वर्ष रे केउ केउ दिन एही सहायता राशि प्रदान करिवे आपण माने मन रखंतु। गोटिए दिन हैला प्रथमे महिला दिवस। तो देखंतु आज्ञा मार्च 8 तारिख रे महिला दिवस पड़ुछि। तो सही मार्च 8 तारिख रे कोटी कोटी महिला को सुभद्रा योजना टंका मिली सारी। तापरे आपण मानंकु नेक्स्ट किस्ती रक्षाबंधन रे आपण मानंकु एही सुभद्रा टंका मिली पारिबो। देखंतु आज्ञा माने आपण माने मने रखंतु रक्षाबंधन रे आपण मानंकु आउ एक किस्ती प्रदान करा जिवो। तापरे केउ माने आवेदन करि पारिबे। देखंतु आज्ञा माने जदि आपण माने आवेदन करबा को चाहुछंती केउ माने एही सुभद्रा योजना रे आवेदन करि पारिबे। जेहु महिला माने पूर्वरु सुभद्रा योजना पाई आवेदन करि नाहंती केवल सही माने ही एही समय सीमा मध्य नूतन भावे आवेदन करि पारिबे। पूर्वरु आवेदन करिथिबा महिलांको आवेदन ग्रहणीय हेबो नाही बोली सरकार जणाइछंती। देखंतु आज्ञा माने केउ माने आवेदन करि पारिबे जेउ महिला माने पूर्वरु सुभद्रा योजना पाई आवेदन करि नाहंती बा नूतन भावे जेउ माने आवेदन करिबा को चाहुछंती से माने ही 1 एप्रिल रु आवेदन करि पारिबे। एवं जदि आपण माने पूर्वरु आवेदन करि सारिछंती एवं ए पर्यंत टंका पाई नाहंती से माने आउ थरे आवेदन करि पारिबे नाही। तो आपण माने मने रखंतु जे माने पूर्वरु आवेदन करथिले से माने ए पर्यंत टंका पाई नाहंती से माने आवेदन करि पारिबे नाही। तो देखंतु आज्ञा माने आपण माने तुरंत आपण मानकर सीएससी सेंटर को जाई आपण मानकर ई-केवाईसी सुभद्रा योजना रे करंतु जेउटा कि फिंगरप्रिंट माध्यम रे। 1 नंबर पॉइंट आपण माने मन रखंतु जे माने पूर्वरु आवेदन करिसंती ए पर्यंत टंका पाई नाहंती ताहेले आपण माने सीएससी सेंटर को जाई प्रथमे आपण मानकर फिंगरप्रिंट देई आपण माने ई-केवाईसी कराई नियंतु। तापरे देखंतु आज्ञा माने जे माने टंका पाई नाहंती ए पर्यंत यथाशीघ्र आपण मानकर ग्राम पंचायत रो पीओ सहित आपण माने जोगाजोग करी आपण मानकर सुभद्रा योजना रे कोन त्रुटि अछि आपण माने
ପିଓ ସାଙ୍ଗରେ ଯୋଗାଯୋଗ କରି ଆପଣମାନେ ନିଜେ ଜାଣିପାରିବେ। ତାପରେ ସରକାରୀ ବା ପଞ୍ଚାୟତ ଅଫିସର ମାନେ ଆପଣମାନଙ୍କର ଫିଜିକାଲ ଟେଷ୍ଟ କଲା ପରେ ଆପଣମାନେ 100% ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନଙ୍କୁ ପୁଣି ସୁଭଦ୍ରା ଟଙ୍କା ମିଳିଯିବ। ତାପରେ ଆଉ ଗୋଟିଏ ସଲ୍ୟୁସନ୍ ଆପଣମାନଙ୍କୁ ବତାଉଛି। ଦେଖନ୍ତୁ ଆପଣମାନଙ୍କର ବ୍ଲକ ଅଫିସକୁ ଯାଇ ଏହି ସୁଭଦ୍ରା ଅଫିସରେ ଆପଣମାନେ ଯୋଗାଯୋଗ କରନ୍ତୁ ଏବଂ ସେହି ବ୍ଲକ ଅଫିସରମାନଙ୍କ ସହ ଯୋଗାଯୋଗ କରି ଆପଣମାନେ ଆପଣମାନଙ୍କର ଫିଜିକାଲ ଟେଷ୍ଟ କଲା ପରେ ନିଶ୍ଚୟ ଭାବରେ ଆପଣମାନଙ୍କର ସୁଭଦ୍ରା ଯୋଜନାରେ ଟଙ୍କା ପାଇଯିବେ। ତ ଆପଣମାନେ ଆପଣମାନଙ୍କର ବ୍ଲକ ଅଫିସକୁ ଯାଇ ତୁରନ୍ତ ଏହି କାମ କରନ୍ତୁ। ତାପରେ ଆପଣମାନଙ୍କର କ'ଣ ଅସୁବିଧା ଅଛି ଦେଖନ୍ତୁ, ଯେଉଁମାନଙ୍କର ଆଧାର ଲିଙ୍କ ନାହିଁ ସେମାନେ ମଧ୍ୟ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଟଙ୍କା ପାଇନାହାନ୍ତି। ଦେଖନ୍ତୁ ଆଜ୍ଞା ମାନେ ଆପଣମାନଙ୍କର ଆଧାର ଲିଙ୍କ ଅଛି କି ନାହିଁ ଆପଣମାନେ ନିଜ ବ୍ୟାଙ୍କକୁ ଯାଇ ଆପଣମାନେ ପଚାରନ୍ତୁ ଏବଂ ତୁରନ୍ତ ଚେକ୍ କରନ୍ତୁ ଯେ ଆପଣମାନଙ୍କର ଆଧାର ଲିଙ୍କ ଅଛି କି ନାହିଁ। ଆପଣମାନେ ଚେକ୍ କରି ତାପରେ ସୁଭଦ୍ରା ଯୋଜନାରେ ଆପଣମାନେ ଆବେଦନ କରନ୍ତୁ, ବା ଯଦି ଆଗରୁ ଆବେଦନ କରିଛନ୍ତି ନିଶ୍ଚୟ ଭାବରେ ଆଧାର ଲିଙ୍କ କଲା ପରେ ଆପଣମାନେ ଏହି ଟଙ୍କା ପାଇଯିବେ। ତାପରେ ଦେଖନ୍ତୁ ଆଜ୍ଞା ମାନେ କେଉଁଠାରେ ଆବେଦନ କରିବେ। ନୂତନ ଆବେଦନ ଗୁଡ଼ିକ ସାଧାରଣ ସେବା CSC ସେଣ୍ଟର ବା ଆମ ସେବା କେନ୍ଦ୍ର ASK ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ। ଦେଖନ୍ତୁ ଆଜ୍ଞା ମାନେ କେଉଁଠାରେ ଆବେଦନ କରିପାରିବେ, CSC ସେଣ୍ଟରକୁ ବା ASK ମାଧ୍ୟମରେ ଆମ ସେବା କେନ୍ଦ୍ର ମାଧ୍ୟମରେ ଆପଣମାନେ ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ। ତାପରେ ଫର୍ମ ଉପଲବ୍ଧତା କେଉଁଠାରେ ଏହି ଫର୍ମ ମିଳିବ। ଦେଖନ୍ତୁ ଆଜ୍ଞା ମାନେ ଆବେଦନ ପାଇଁ ଫର୍ମ ଗୁଡ଼ିକ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଷ୍ପୂଲ୍ୟ ଭାବରେ ଆପଣମାନଙ୍କୁ ଉପଲବ୍ଧ ଅଛି। କୌଣସି ଫି ଦେବାକୁ ପଡ଼ିବ ନାହିଁ। ନୋ ଫି, ଆପଣମାନଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ଯେଉଁଠାରେ କି ଅଙ୍ଗନବାଡ଼ି କେନ୍ଦ୍ରରେ ବା CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କୁ ଫ୍ରିରେ ଏହି ଫର୍ମ ମିଳିଯିବ। ତାପରେ ସୂଚନା ମୁତାବକ ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ 4ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି। ସେହି ଘୋଷଣା ଭିତରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ଦେଖନ୍ତୁ ଆଜ୍ଞା ମାନେ ମୋହନ ସରକାର ଆସିବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତାପରେ ପ୍ରଥମ ଦିନରେ 4ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ଫର୍ମ ପୂରଣ ପାଇଁ ଘୋଷଣା କରିଛନ୍ତି। ସେହି ଘୋଷଣା ଭିତରୁ ସବୁଠାରୁ ଚର୍ଚ୍ଚା ହେଉଛି ସୁଭଦ୍ରା ଯୋଜନା। ତ ଆପଣମାନେ ଜାଣିପାରିଲେ, ଆପଣମାନଙ୍କୁ ଖୁସି ମଧ୍ୟ ଲାଗୁଥିବ। ଯଦି ଖୁସି ଲାଗୁଛି ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।